ବଗିଚାରେ ନିଜ ହାତରେ ଲଗାଇଥିବା ଫୁଲ ଗଛରୁ ଫୁଲ ତୋଳି ପୂଜା କରିବା ଶାନ୍ତିଟା ବହୁତ ଅଲଗା ପ୍ରକାରର ଓ ସେହିଭଳି ଫଳ କି ପରିବା ତୋଳି ଖାଇବାରେ ମଧ୍ୟ ବହୁତ ଖୁସି ଲାଗିଥାଏ। ନମସ୍କାର, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ବହୁତ ସ୍ୱାଗତ। ଆଜି ମୁଁ ଆପଣଙ୍କୁ ବିନ୍ସ ଗଛ ଲଗାଇବା ପଦ୍ଧତିଟି ଦେଖାଇବା ପାଇଁ ଯାଉଛି। ଏଇଠି ମୁଁ ଗୋଟିଏ ଚାଉଳ ବସ୍ତାରେ ବିନ୍ସ ଗଛ ଲଗେଇଛି। ଆଜି ମୁଁ ଆଉ କିଛି ଗଛ ମଧ୍ୟ ଲଗେଇବି, ସେଇ ଭିଡ଼ିଓଟି ଆପଣଙ୍କ ସହିତ ସେୟାର କରିବି। ଡିସ୍ପୋଜେବଲ୍ ଗ୍ଲାସରେ ମୁଁ ଚାରା ପ୍ରସ୍ତୁତ କରି ନେଇଛି। ଏହି ଚାରା ଗୁଡ଼ିକ 4-5 ପତ୍ର ହୋଇଗଲେ ଆପଣ ତାଙ୍କୁ ଟ୍ରାନ୍ସପ୍ଲାଣ୍ଟ କରିଦେବେ, କିନ୍ତୁ ମୁଁ କିଛି 4-5 ପତ୍ର ହେଇଛି, କିଛି 2 ପତ୍ର ମଧ୍ୟ ହେଇଛି, ଏକା ସହିତ ଟ୍ରାନ୍ସପ୍ଲାଣ୍ଟ କରିବି ବୋଲି ଜଗିଥିଲି। ସେଇଥିପାଇଁ ଛୋଟ ବଡ଼ ମିଶେଇକି ମୁଁ ଆଜି ଟ୍ରାନ୍ସପ୍ଲାଣ୍ଟ କରି ନେଉଛି। ଚାରା ଗଛ ଲଗାଇବା ପାଇଁ ଯେଉଁ ସାମଗ୍ରୀ ଲାଗିବ ସେଇଗୁଡ଼ିକ ମୁଁ ଆପଣଙ୍କୁ ଦେଖାଉଛି। ଯେମିତିକି ଭର୍ମି କମ୍ପୋଷ୍ଟ ଅଛି, ଗୋବର ଖତ ଅଛି, ଫଙ୍ଗିସାଇଡ଼୍ ପାଉଡ଼ର ଅଛି, ନିମ୍ବ ପିଡ଼ିଆ ଆଉ ସିୱିଡ୍ ଏକ୍ସଟ୍ରାକ୍ଟ ମଧ୍ୟ ମୁଁ ରଖିଛି ଏଇଠି। ବର୍ତ୍ତମାନ ମୁଁ ସବୁକିଛି ଗୋଟିଏ ଜାଗାରେ ଗୋଳେଇ ନେବି, ତାପରେ ମୁଁ ମୋ ଚାଉଳ ବସ୍ତାରେ ଢାଳିକି ଗଛଟି ଲଗେଇବି। କିଚେନ୍ରୁ ବାହାରୁଥିବା ସମସ୍ତ ଫଳ ପନିପରିବା ଚୋପାକୁ ମୁଁ ଖରାରେ ଭଲକି ଶୁଖେଇ ନିଏ ଆଉ ତାକୁ ଷ୍ଟୋର୍ କରି ରଖିଥାଏ। ସେଇଗୁଡ଼ାକୁ ଦେଖନ୍ତୁ, ଆଗେ ମୁଁ ବସ୍ତାଟି ମଧ୍ୟରେ ଦେଇଛି। ଅଧାରୁ ବେଶୀ ଆମେ ସେଇଥିରୁ ଭରି ନେବା, ତେବେ ଆମ ମାଟିଟି ବି ମଧ୍ୟ କମ୍ ଲାଗିବ ଆଉ ଛାତ ଉପରେ ବହୁତ ପ୍ରେସର ମଧ୍ୟ ପଡ଼ିବନି। ସେଇଥିପାଇଁ ଆପଣ ସବୁବେଳେ ପରିବା ଚୋପାକୁ ନ ଫୋପାଡ଼ି ଶୁଖେଇକି ରଖନ୍ତୁ, ବହୁତ କାମରେ ଲାଗିଥାଏ ଗାର୍ଡ଼େନରେ। ସବୁକିଛି ଖତ ଯାହା ସବୁ ମୁଁ କିଛି ନେଇଛି ଗଛ ଲଗାଇବା ପାଇଁ ସବୁ ଗୋଟିଏ ବାଲ୍ଟି ମଧ୍ୟରେ ମୁଁ ଗୋଳେଇ ନେଉଛି, ମୋତେ ସୁବିଧା ହେବ ଗଛଟି ଲଗାଇବା ପାଇଁ। ଦେଖନ୍ତୁ, ଏଇଟା ଫଙ୍ଗିସାଇଡ଼୍ ପାଉଡ଼ର, ଆପଣ ବି ମଧ୍ୟ ଫଙ୍ଗିସାଇଡ଼୍ ପାଉଡ଼ର ନିଶ୍ଚୟ ୟୁଜ୍ କରିବେ। ଫଙ୍ଗିସାଇଡ଼୍ ପାଉଡ଼ର ଦେବା ଦ୍ୱାରା ଆମ ଚେର ପଚିବାର ଚାନ୍ସ ବହୁତ ହି କମ୍ ଥାଏ। ବହୁତ ସମୟରେ ଚେର ଗୁଡ଼ିକ ପଚିଯାଏ ଓ ଗଛ ହଠାତ୍ କି ଝାଉଁଳିକି ଶୁଖିଯାଏ। ସେଇଥିରୁ ରକ୍ଷା କରିବା ପାଇଁ ଆପଣ ପ୍ରଥମରୁ ହିଁ ଫଙ୍ଗିସାଇଡ଼୍ ପାଉଡ଼ରଟିକୁ ଆପଣ ମାଟି କିମ୍ବା ଖତ ଯେଉଁଥିରେ ହଉ ଗୋଳେଇକି କିମ୍ବା ପାଣିରେ ମଧ୍ୟ ଗୋଳେଇକି ତା ମୂଳରେ ଢାଳି ପାରିବେ। ଆମ ଚେର ଭଲ ଥିଲେ ଗଛଟି ବହୁତ ହି ଷ୍ଟ୍ରଙ୍ଗ ରହିବ। ଚାଉଳ ବସ୍ତାଟିରେ ପ୍ରଥମେ ମୁଁ ଖାଲି ମାଟି ଭରି ନେଉଛି। ଖାଲି ତ ପରିବା ଚୋପା ଉପରେ ଗଛ ଲାଗିପାରିବନି, କିଛି ମାଟି ଆମକୁ ନିଶ୍ଚୟ ଦରକାର ହେବ। ପ୍ରଥମେ ସେ ପରିବା ଚୋପା ଯେମିତି ଲୁଚିଯିବ ତା ଉପରେ ସେମିତି ମୁଁ 2-3 ଇଞ୍ଚ ଲେୟରର ମାଟି ଆଗେ ଦେଇଦେବି। ସେ ମାଟି ଉପରେ ମିକ୍ସ କରିଥିବା ଏ ଖତକୁ ଦେଇ ପୁଣି ତା ଉପରେ ଆଉ ଥରେ ମାଟି ଦେବି, ତାପରେ ଗଛଟିକୁ ଲଗେଇବି। ଏଇ 2-3ଟା ଷ୍ଟେପ୍ ଆପଣ ନିଶ୍ଚୟ କରିବେ। ଗଛଟି ଆପଣଙ୍କର କେବେ ମରିବନି, ସବୁବେଳେ ଫଳ ମଧ୍ୟ ଆସିବ। ଭଲ ଫଳ ପାଇବା ପାଇଁ ଟିକେ ପରିଶ୍ରମ ତ ଆମକୁ କରିବା ପାଇଁ ହିଁ ପଡ଼ିବ। ଯେତେବେଳେ ବି ଆପଣ ବିନ୍ସ ଗଛ ଲଗାଇବା ପାଇଁ ଯାଉଛନ୍ତି, ଆପଣଙ୍କୁ ଯେତୋଟି ବି ଗଛ ଦରକାର ତାଠୁ ନିହାତି 5-10ଟି ଅଧିକ ଗଛ ଲଗାଇବେ। ବିନ୍ସ ମଞ୍ଜିଟି ବହୁତ ସେନ୍ସିଟିଭ୍ ହେଇଥାଏ। ଯେତେବେଳେ ବି ମୁଁ ବିନ୍ସ ଚାରା ପକାଏ 10ଟାରୁ 4ଟା ହିଁ ସକ୍ସେସ୍ ହୁଏ, ପ୍ରାୟ ସବୁ ମାଟିରେ ହିଁ ପଚିଯାଏ। ସେଇଥିପାଇଁ ଆପଣ ବି ଟିକେ ଅଧିକ ମାତ୍ରାରେ ବିନ୍ସ ମଞ୍ଜି ଚାରା ପ୍ରସ୍ତୁତ କରିନେବେ, ତେବେ ଯାଇକି ଆପଣଙ୍କୁ ଯେତିକି ଦରକାର ଆପଣଙ୍କୁ ମିଳିଯିବ। ଏଇଠି ମୁଁ ମାଟି ଖତ ସବୁ କିଛି ବସ୍ତା ମଧ୍ୟରେ ଦେଇଦେଲି ଆଉ ତାକୁ ଭଲ ଭାବରେ ଚାରିଆଡ଼େ ସମାନ କରି ନେଉଛି। ପାଣି ଦେଇଦେଲା ପରେ ଇଏ ଆଉ ଟିକେ ଦବି ମଧ୍ୟ ଯିବ, ତେବେ ଆମେ ପ୍ରଥମରୁ ହିଁ ତାକୁ ସମାନ ଭାବରେ ଚାରିଆଡ଼େ ମାଟିଟିକୁ ଭଲ କି ଖେଳେଇ ନେବୁ, ତାପରେ ବିନ୍ସ ଚାରା ଗୁଡ଼ିକୁ ଲଗେଇ ନେବୁ। ବିନ୍ସ ଚାରାକୁ ଦେଖନ୍ତୁ ମୁଁ କିଭଳି ଭାବେ କାଢ଼ୁଛି, ଆପଣ ଧୀରେ ଧୀରେ ତାକୁ କାଢ଼ିବେ, ଚେର ଯେମିତି ନ ଛିଡ଼େ। ଚେର ଛିଡ଼ିଲେ ବି ଏ ଆଉ ବଞ୍ଚିବନି। ବିନ୍ସ ଗଛ ଯେମିତି ମୁଁ କହିଥିଲି ବହୁତ ହି ସେନ୍ସିଟିଭ୍, ମଞ୍ଜି ମଧ୍ୟ ଯେମିତି ସେନ୍ସିଟିଭ୍, ଗଛ ମଧ୍ୟ ବହୁତ ସେନ୍ସିଟିଭ୍। ପାଣି ବି ମଧ୍ୟ ଆପଣ ଯେତେବେଳେ ଦେବେ ଦେଖିକି ଦେବେ, ମାଟି ପୁରା ଶୁଖିଲେ ହିଁ ପାଣି ଦେବେ। ଓଦା ମାଟି ଉପରେ ବାରମ୍ବାର ପାଣି ଦେବେ ନାହିଁ, ନହେଲେ ସେଇ ଚେର ହିଁ ପଚିଯିବ। ଗଛ ଲଗାଇବାର 15-20 ଦିନ ପର୍ଯ୍ୟନ୍ତ ଆମେ ଆକୁ ଆଉ କୌଣସି ଖତ ଦେବୁ ନାହିଁ, କେବଳ ପାଣି ଦେବୁ। ଆଉ 15 ଦିନ ପରେ 2 ମୁଠା ଲେଖା ପ୍ରତି 15 ଦିନକୁ ଥରେ ଆମେ ଭର୍ମି କମ୍ପୋଷ୍ଟ ଦେଇଦେବୁ। ମଝି ମଝିରେ ଲିକ୍ୱିଡ଼ କମ୍ପୋଷ୍ଟ ମଧ୍ୟ ପ୍ରସ୍ତୁତ କରି ପ୍ରତି ସପ୍ତାହରେ ଆମେ ଦେବୁ। ପରିବା ଚୋପାର ଲିକ୍ୱିଡ଼ କମ୍ପୋଷ୍ଟ, ସିୱିଡ୍ର ଲିକ୍ୱିଡ଼ ଏଥିରେ ମୁଁ ଦେବି। ଗଛ ପାଇଁ ଖତ ଆଉ ପାଣି ଯେଭଳି ଜରୁରୀ, ସୂର୍ଯ୍ୟକିରଣ ମଧ୍ୟ ଜରୁରୀ। ବାଲକନିରେ ଯଦି ଲଗାଉଥିବେ 5-6 ଘଣ୍ଟା ଖରା ପଡ଼ୁଥିବ ସେଇଭଳି ଜାଗାରେ ଲଗାଇବେ, ନଚେତ୍ ଆପଣ ଛାତ ଉପରେ କିମ୍ବା ନିଜ ବାଡ଼ିରେ ଲଗାଇବେ,
ତେବେ ଆପଣଙ୍କୁ ଭଲ ଫଳ ମିଳିବ। ଖରା ନ ପଡ଼ିଲେ ଗଛରେ ଫୁଲ ଫୁଟିବ ନାହିଁ, ଆଉ ଫୁଲ ଫୁଟିବନି ତ ଫଳ କେମିତି ଆସିବ। ଗଛର ଆଉ ଗୋଟିଏ ଯତ୍ନ ହେଉଛି ଯେତେବେଳେ ସେଥିରେ ଫଳ ଆସେ ତାକୁ ସଠିକ୍ ଟାଇମ୍ରେ ଆମେ ତୋଳି ନେବା। ଯଦି ଆମେ ସଠିକ୍ ଟାଇମ୍ରେ ଗଛରୁ ଫଳଟିକୁ ନ ତୋଳିବା ଆଉ ଫଳଟି ସେଇଠି ରହି ବୁଢ଼ା ହେଇଯିବ, ତେବେ ଗଛ ତାର ଫଳରେ ମଞ୍ଜି ପ୍ରସ୍ତୁତ କରିବା ପାଇଁ ଲାଗେ। ଆଉ ମଞ୍ଜି ପ୍ରସ୍ତୁତ କରିନେଲେ ସିଏ ଆଉ ଭଲ ଗ୍ରୋଥ୍ ବି କରେନି, ଆଉ ଫଳ ମଧ୍ୟ ଦିଏ ନାହିଁ। ସଠିକ୍ ଟାଇମ୍ରେ ଫଳଟିକୁ ତୋଳି ନେବା ଗଛଟି ପାଇଁ ବହୁତ ଜରୁରୀ। ତେବେ ଆମେ ପରକୁ ପର ଆହୁରି ହାରଭେଷ୍ଟ ମଧ୍ୟ ମିଳିଥାଏ। ଆଉ ଯେହେତୁ ଆମେ ନିଜେ ଗଛ ଲଗାଉଛୁ, ବୁଢ଼ା ଫଳ ନ ତୋଳି କଷିଥିବା ଅବସ୍ଥାରେ ହିଁ ଫଳ ଗୁଡ଼ିକୁ ତୋଳି ନେବା, ଯେଉଁଟାକି ସ୍ୱାଦ ବି ବହୁତ ଭଲ ଲାଗିଥାଏ। ଏଇଠି ଦେଖନ୍ତୁ ମୁଁ 4ଟି ଯାକ ଗଛ ଲଗେଇଦେଲି। ଟିକେ ବଡ଼ ବସ୍ତାଟା ଥିଲା ବୋଲି ଏଇଠି ମୁଁ 4ଟି ଗଛ ଲଗେଇ ପାରିଲି। ଛୋଟ ବସ୍ତା ଯଦି ଅଛି ଆପଣ 2ଟି ଗଛ ଲଗେଇ ପାରିବେ। ବିନ୍ସ ଗଛର ଚେର ବହୁତ ଲମ୍ବା ହେଇନଥାଏ, ଗୋଟିଏ ଜାଗାରେ ଆମେ 4ଟି ଗଛ କିମ୍ବା ଛୋଟ ଥିଲେ 2ଟି ଗଛ ମଧ୍ୟ ଲଗେଇ ପାରିବା। ଆପଣ କୁଣ୍ଡରେ ମଧ୍ୟ ଗୋଟେ ଗୋଟେ ଗଛ ବି ଲଗେଇ ପାରିବେ। ସିୱିଡ୍ ଲିକ୍ୱିଡ଼ ଦେଖନ୍ତୁ ମୁଁ ରଖିଥିଲି, ତାକୁ ପାଣିରେ ଆଗେ ଫେଣ୍ଟି ନେଲି, ଭଲ କି ପାଣିରେ ଫେଣ୍ଟି ନେଲି। ଏଇଠି 1 ଲିଟର ପାଣିରେ ମୁଁ 2-3 ml ସିୱିଡ୍ ଲିକ୍ୱିଡ଼ ପକେଇଛି, ଆଉ ତାକୁ ଭଲ କି ଫେଣ୍ଟି ଦେଇଛି। ପାଣିଟା ଦେଖନ୍ତୁ କେମିତି କଳା ପାଣି ହେଇଯାଇଛି। ଏଇଟା ଗଛ ପାଇଁ ବହୁତ ହି ଭଲ ପ୍ରୋଟିନ୍ର କାମ ଦିଏ। 15 ଦିନରେ ଥରେ ଆମେ ସିୱିଡ୍ ଲିକ୍ୱିଡ଼ ଗଛରେ ଦେଲେ ବହୁତ ଭଲ। ଯଦି ନାହିଁ ତବେ ବି ଚଳିବ, କିନ୍ତୁ ଥିଲେ ଆପଣ ନିଶ୍ଚୟ ବ୍ୟବହାର କରିବେ ଗଛରେ। ଗଛର ଗ୍ରୋଥ୍ ପାଇଁ ବହୁତ ଲାଭଦାୟକ ଏଇ ସିୱିଡ୍ ଲିକ୍ୱିଡ଼ଟି। ବିନ୍ସ ଚାରା ଲଗେଇବାର ପୁରା ପଦ୍ଧତିଟି ଆପଣଙ୍କୁ ମୁଁ ଏ ଭିଡ଼ିଓରେ ଦେଖେଇଦେଲି। ଏବେ ନେକ୍ସଟ ଫଳ ଆସିଲେ ମୁଁ ଆପଣଙ୍କୁ ଅପଡ଼େଟ୍ର ଭିଡ଼ିଓ ନିଶ୍ଚୟ ବନେଇବି। ଆଜିର ଭିଡ଼ିଓଟିରେ ଏତିକି। ଆପଣ ସମସ୍ତେ ଗଛ ଲଗାଉଥାନ୍ତୁ। ନମସ୍କାର।